ଆସନ୍ତୁ ଜାଣିବା ଗତ 24 ଘଣ୍ଟା ଭିତରେ କ'ଣ ସବୁ ବଡ଼ ଘଟଣା ଘଟିଛି। ରାଜଭବନ ନାଁ ବଦଳି ହେଲା ଲୋକଭବନ। କେନ୍ଦ୍ର ଗୃହ ମନ୍ତ୍ରାଳୟର ନିଷ୍ପତ୍ତି ଆଧାରରେ ଏନେଇ ବିଜ୍ଞପ୍ତି ପ୍ରକାଶ ହୋଇଛି। ଭୁବନେଶ୍ୱର ସମେତ ପୁରୀ ରାଜଭବନ ନାଁ ବଦଳି ଲୋକଭବନ ହୋଇଛି। ଆଜିଠାରୁ ସରକାରୀ ଭାବେ ଲୋକଭବନ ଖୋଲାଯିବ। 2ରେ ପୁଣି ଥରେ କିଟ୍ରେ ଜଣେ ଛାତ୍ର ଜୀବନ ହାରିଛନ୍ତି। ଏହାକୁ ମିଶାଇ ଚଳିତ ବର୍ଷ ତୃତୀୟ ଥର ପାଇଁ ଘଟିଛି ଏପରି ସାଂଘାତିକ କାଣ୍ଡ। ଘଟଣା କମିଶନରେଟ୍ ପୋଲିସ ପ୍ରେସ୍ ରିଲିଜ୍ କରି କହିଛି ଯେ ଗତକାଲି 10:45 ଖବର ପାଇଥିଲେ ଇନ୍ଫୋସିଟି ଥାନା ପୋଲିସ। କବାଟ ଭାଙ୍ଗି ଭିତରକୁ ପ୍ରବେଶ କଲାବେଳେ ଛାତ୍ର ରାହୁଲଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିଥିଲେ ପୋଲିସ। 3ରେ ପୁଣି ବିଜେଡିରେ ଲାଗିଛି ଏକ ଝଟକା। ପୂର୍ବରୁ ଭଦ୍ରକରେ 3 ନେତା ବିଜେଡି ଇସ୍ତଫା ଦେବା ପରେ ଆଜି ସମାନ ଜିଲ୍ଲାରେ ଆଉ ଜଣେ ନେତା ଇସ୍ତଫା ଦେଇଛନ୍ତି। ବାସୁଦେବପୁର ବ୍ଲକ ଅଧ୍ୟକ୍ଷ ନଗେନ୍ଦ୍ର ପ୍ରସାଦ ବିଶ୍ୱାଳ ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। 4 ନମ୍ବର କ୍ୟାନ୍ସର ଚିକିତ୍ସା ପାଇଁ ଏମ୍ସକୁ ଦାନ କଲେ 3,40,00,000 ଦାନ କରିଛନ୍ତି ଡକ୍ଟର ଲକ୍ଷ୍ମୀବାଇ। ଆଉ ଏ ବ୍ରହ୍ମପୁର ଖବର ଆସିଛି ଯିଏକି ଆଗାମୀ ଡିସେମ୍ବର 5 ତାଙ୍କ ଜନ୍ମଦିନ 100ତମ ଜନ୍ମଦିନ, ମାନେ ତାଙ୍କୁ 100 ବର୍ଷ ପୂର୍ତ୍ତି ସେ ତାଙ୍କର ଦ୍ୱିତୀୟ ଜନ୍ମପୁଞ୍ଜିକୁ ସେ ଏମ୍ସକୁ ଦାନ କରିଦେବେ। 5 ଓଡ଼ିଶାରୁ ତଡ଼ା ହେବେ ସବୁ ବାଂଲାଦେଶୀ। ଏପର୍ଯ୍ୟନ୍ତ 49 ଜଣଙ୍କୁ ବିଦା କଲେଣି ରାଜ୍ୟ ସରକାର। ବର୍ତ୍ତମାନ ସୁଦ୍ଧା ମୋଟ 1,768 ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ଯାଞ୍ଚ କରାସରିଛି। ଖୋର୍ଦ୍ଧାରୁ 24, କଟକ ବିଦା ହୋଇଛନ୍ତି 15 ଜଣ। ସେହିପରି ଗଞ୍ଜାମରୁ 6, କନ୍ଧମାଳରୁ 3, କୋରାପୁଟରୁ ଜଣେ ବାଂଲାଦେଶୀଙ୍କୁ ଚିହ୍ନଟ କରି ନିଜ ଦେଶକୁ ପଠାଯାଇଛି। ଏମିତି କିଛି ଖବର ପାଇଁ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଇନଷ୍ଟାଗ୍ରାମ ଫଲୋ କରିବାକୁ ଜମାରୁ ଭୁଲନ୍ତୁ ନାହିଁ।